ସେଇଥିରେ ଇକୋ ଟେଷ୍ଟ ହବ, ଅଙ୍କ ହବ, ଶଙ୍କ ହବ। ଆଉ ସେଇଟା ଶୁଣିଲା ପରେ ମୁଁ ଟିକେ ବ୍ୟସ୍ତ ହେଇ ପଡିଲି। ଆଉ ମୁଁ ଖାଲି କହିଲି ପ୍ରଭୁ ମତେ ତ ସେଇ ସବୁ ଟେଷ୍ଟ ହବ ଭଲ କଥା, ହେଲେ ମୋର ସ୍ୱାମୀ ବି ତ ଏତେ ସୁସ୍ଥ ନୁହନ୍ତି, ଆଉ ମୁଁ କଣ କରିବି। ଆଉ ଟିକେ କଷ୍ଟ ପାଇଲି ଅନେକ ଦିନ ଧରି। ମୁଁ ପ୍ରାୟ 4:30ରେ ଉଠୁଥିଲି, 4:30ରୁ ଉଠିବା ବନ୍ଦ ହେଇଗଲା 5:30। ଯେହେତୁ ରାତିରେ ନିଦ ହଉନଥିଲା, 6, 6:30, 7, 8 କେବେ କେବେ ବାଜି ଯାଉଥିଲା। ଆଉ ମନରେ ମୋର ବଡ ଦୁଃଖ ଆସୁଥିଲା। ଆଉ ଦିନେ ଗୋଟେ ଜୁମ୍ ମିଟିଂରେ ମୁଁ ପ୍ରଭୁଙ୍କର ବାକ୍ୟ ଦଉଥିଲି। ଆଉ ସେଇଠି ଗୋଟେ ପ୍ରଭୁଙ୍କର ବାକ୍ୟରେ କହୁଥିଲି ଯେ ଆଉ ଯୀଶୁ ଏକାକୀ ରହିଲେ, ଆଉ ତ ସେ ଏକାକୀ ପ୍ରାର୍ଥନା କରିବାକୁ ଗଲେ। ଆଉ ସେ ଏକାକୀ ଶବ୍ଦ ମତେ ବହୁତ ବ୍ୟଥିତ କଲା। କହିଲେ ସିନା ଯେ କେମିତି ଆମେ ଏକାକୀ ପ୍ରାର୍ଥନା କରିବା, ଯଦିଓ ସକାଳୁ ସନ୍ଧ୍ୟାରେ ଦ୍ୱିପହରେ କେବେ କେବେ ଭିନ୍ନ ସମୟରେ ଏକାକୀ ପ୍ରାର୍ଥନା କରେ, ମାତ୍ର ସେଦିନର ସେ ଏକାକୀ ପ୍ରାର୍ଥନା କରିବାଟା ମତେ ଗୋଟେ ନୂଆ ପ୍ରକାର ଭିଜନ ଦେଲା। ଆଉ ମୁଁ କହିଲି ମୁଁ କେଜାଣି ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଛି, ମୋର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି, ମାତ୍ର ପ୍ରଭୁ ଯୀଶୁ ଯୋଉ ପ୍ରାର୍ଥନା କରିଥିଲେ ଆଉ ତାଙ୍କ ଶିଷ୍ୟମାନେ ଦେଖୁଥିଲେ ତାଙ୍କ ପାଖରୁ ଏକାକୀ ପ୍ରାର୍ଥନା ମୋର କରିବାର ଆବଶ୍ୟକତା ରହିଛି। ଆଉ ଇଏ ଅଫିସ ଚାଲିଗଲା ପରେ ମୁଁ ଏକାକୀ ରହିଲି। ସବୁବେଳେ ତ ଏକାକୀ ରୁହେ, କିନ୍ତୁ ସେଦିନର ଏକାକୀ ଟିକେ ଅଲଗା ପ୍ରକାରର ହେଲା। ଆଉ ମୁଁ ପ୍ରଭୁଙ୍କ ପାଖରେ ମୋ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି କହିଲି, ପ୍ରଭୁ ଆଜି ମୁଁ ତୁମ ପାଦ ତଳେ ବସିଛି। ଆଜି ମୁଁ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁନାହିଁ ପ୍ରଭୁ, ଆଜି ମୋ ପାଇଁ ମୁଁ ପ୍ରାର୍ଥନା କରୁଅଛି। ଆଉ ତୁମେ ମତେ ସ୍ପର୍ଶ କର। ତୁମେ ମୋ ଦୁର୍ବଳତା ସବୁ ଦେଖୁଛ, ମତେ ଖାଇବାକୁ ଇଚ୍ଛା ହଉନି, ଟିକେ କାମରେ ମୁଁ ଥକି ପଡୁଛି, ଆଉ କାଶ ଯେ କଣ୍ଟିନ୍ୟୁଅସ୍ ହଉଥାଏ। ଆଉ ତୁମେ ମତେ ସ୍ପର୍ଶ କର ପ୍ରଭୁ। ଆଉ ତାର 2 ଦିନ ପରେ ମୁଁ ସୁସ୍ଥତା ଅନୁଭବ କରିଛି। ମୋର ସେଇ ନର୍ମାଲ ଲାଇଫକୁ ଆଉ ଥରେ ମୁଁ ଆସିପାରିଛି। ଆଉ ସେଇଥିପାଇଁ ମୁଁ ପ୍ରଭୁଙ୍କ ନାମର ଧନ୍ୟବାଦ ଦଉଛି। ସେଇଠି ମାନେ ଇଟ୍ ଇଜ ଇଜି ଟୁ ପ୍ରିଚ୍, କିନ୍ତୁ ଯେତେବେଳେ ନିଜ ଜୀବନକୁ ଆସେ ତାକୁ କରିବାର ଆବଶ୍ୟକତା ଥାଏ। ଆଜି ଯେମିତି ଆମେ ପବିତ୍ର ଆତ୍ମାଙ୍କର ଶକ୍ତି ବିଷୟରେ ଶୁଣୁଥିଲୁ, ଆଉ ସେ ଏକାକୀ ପ୍ରାର୍ଥନା କଲେ ଯୀଶୁ। ପ୍ରଭୁ ଯୀଶୁ ଯଦି ଈଶ୍ୱର ହିଁ ଏକାକୀ ପ୍ରାର୍ଥନା କରୁଥିଲେ, ଆମର ଏକାକୀ ପ୍ରାର୍ଥନାର କେତେ ଆବଶ୍ୟକତା ରହିଛି। ଇଟ୍ ଇଜ ଗୁଡ୍ ଟୁ ପ୍ରେ ଇନ୍ ଦ ଗ୍ରୁପ। ଆଉ ପ୍ରଭୁ ମତେ ତାକୁ ନୂଆ ଭାବରେ ଶିଖେଇଲେ, ଆଉ ମୋ ଜୀବନକୁ ଆଶୀର୍ବାଦ କଲେ। ସେଇଥିପାଇଁ ମୁଁ ପ୍ରଭୁଙ୍କ ନାମର ଗୌରବ କରୁଛି। ଆମେନ୍।